ପ୍ରକୃତିର ନୀରବତା, ପାହାଡ଼ର ଗର୍ବ ଏବଂ ନଦୀର କଳକଳନାଦରେ ପରିପୂର୍ଣ୍ଣ ଓଡ଼ିଶାର କେନ୍ଦୁଝର ଜିଲ୍ଲା। ଏହି ମାଟିରେ ବସବାସ କରନ୍ତି ଦୁଇଟି ପ୍ରାଚୀନ ଜନଜାତି, ଜୁଆଙ୍ଗ ଓ ଭୂଇଁଆ। ସେମାନଙ୍କ ଜୀବନଶୈଳୀ, ପରମ୍ପରା ଏବଂ ସଂସ୍କୃତି ଆଜି ବି ଆମ ସମାଜ ପାଇଁ ଏକ ଅଦ୍ୱିତୀୟ ପରିଚୟ ବହନ କରେ। ଆସନ୍ତୁ ଆଜି ଆମେ ସେମାନଙ୍କ ଇତିହାସର ଗଭୀରତାକୁ ଯିବା ଏବଂ ସେମାନଙ୍କ ଜୀବନର ଅନେକ ଅକୁହା କାହାଣୀ ଜାଣିବା। ପ୍ରଥମେ ଜାଣିବା ଜୁଆଙ୍ଗ ଜନଜାତି ବିଷୟରେ। ସେମାନେ ନିଜକୁ ପାହାଡ଼ିଆ ଜୁଆଙ୍ଗ ବା ବଣଜୁଆଙ୍ଗ କହିଥାନ୍ତି, ଯାହା ସେମାନଙ୍କ ପ୍ରକୃତି ସହ ନିବିଡ଼ ସମ୍ପର୍କକୁ ଦର୍ଶାଏ। ଇତିହାସ କୁହେ ସେମାନେ ଓଡ଼ିଶାର ସର୍ବପ୍ରାଚୀନ ଆଦିବାସୀମାନଙ୍କ ମଧ୍ୟରୁ ଅନ୍ୟତମ। ଜୁଆଙ୍ଗ ସଂସ୍କୃତି ଅତ୍ୟନ୍ତ ରଙ୍ଗୀନ ଓ ମୌଳିକ। ପୂର୍ବରୁ ଜୁଆଙ୍ଗ ମହିଳାମାନେ ଲୁଗା ବଦଳରେ ପତ୍ର ପିନ୍ଧୁଥିବାରୁ ସେମାନଙ୍କୁ ପତ୍ର ଶବର ମଧ୍ୟ କୁହାଯାଉଥିଲା। ଆଜିକାଲି ସେମାନେ ସାଧାରଣ ଲୁଗା ପିନ୍ଧୁଛନ୍ତି, କିନ୍ତୁ ସେମାନଙ୍କର ଅଳଙ୍କାର, ବିଶେଷ କରି ମୁଣ୍ଡରେ ପିନ୍ଧୁଥିବା ବିଲିଆ ଏବଂ କାନରେ ପିନ୍ଧୁଥିବା କାଶୀଫୁଲ ଅତ୍ୟନ୍ତ ଆକର୍ଷଣୀୟ। ଏହା ସେମାନଙ୍କ ପରମ୍ପରା ଓ କଳାତ୍ମକ ରୁଚିର ପରିଚୟ ଦେଇଥାଏ। ନୃତ୍ୟ ଓ ସଙ୍ଗୀତ ଜୁଆଙ୍ଗ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ପାରମ୍ପରିକ ନୃତ୍ୟ, ସାମ୍ପ୍ରଦାୟିକ ନୃତ୍ୟ, ଚାଙ୍ଗୁ ନାଚ। ଏହି ନୃତ୍ୟରେ ପୁରୁଷମାନେ ଚାଙ୍ଗୁ ବଜାଇ ଗୀତ ଗାଆନ୍ତି ଏବଂ ମହିଳାମାନେ ତାଳରେ ନାଚନ୍ତି। ସେମାନଙ୍କ ଗୀତରେ ପ୍ରକୃତି, ଶିକାର ଏବଂ ସାମାଜିକ ଜୀବନର କାହାଣୀ ବର୍ଣ୍ଣିତ ହୋଇଥାଏ। ଜୁଆଙ୍ଗ ଗ୍ରାମଗୁଡ଼ିକ ପ୍ରାୟତଃ ଘଞ୍ଚ ଜଙ୍ଗଲ ମଧ୍ୟରେ ହିଁ ଦେଖିବାକୁ ମିଳେ। ସେମାନଙ୍କର ଘର ମାଟି ଓ ଛଣରେ ତିଆରି ହୋଇଥାଏ। ପ୍ରତ୍ୟେକ ଗ୍ରାମରେ ଏକ କମ୍ୟୁନିଟି ହାଉସ୍ ବା ଆଖଡ଼ା ଗାଦି ରହିଥାଏ, ଯେଉଁଠି ଗ୍ରାମବାସୀମାନେ ଏକାଠି ହୁଅନ୍ତି, ନୃତ୍ୟ କରନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି। ଏହା ସେମାନଙ୍କ ସାମାଜିକ ଜୀବନର କେନ୍ଦ୍ରବିନ୍ଦୁ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆଉ ଏକ ପ୍ରମୁଖ ଜନଜାତି ଭୂଇଁଆମାନଙ୍କ ବିଷୟରେ। ଭୂଇଁଆମାନେ ଭୂମିର ମାଲିକ ବା ଭୂମିପୁତ୍ର ଭାବରେ ପରିଚିତ। ସେମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। କେନ୍ଦୁଝରରେ ସେମାନଙ୍କର ଦୁଇଟି ପ୍ରମୁଖ ଶାଖା ଅଛି, ପାହାଡ଼ିଆ ଭୂଇଁଆ ଓ ମଇଦାନିଆ ଭୂଇଁଆ। ଭୂଇଁଆ ସମ୍ପ୍ରଦାୟର ସଂସ୍କୃତିରେ କୃଷିର ଏକ ବିଶେଷ ସ୍ଥାନ ରହିଅଛି। ସେମାନେ ପ୍ରାଚୀନ ପଦ୍ଧତିରେ ଚାଷ କରନ୍ତି ଏବଂ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ କରିଥାନ୍ତି। ସେମାନଙ୍କ ଜୀବନଶୈଳୀ ପ୍ରକୃତି ସହିତ ଅତ୍ୟନ୍ତ ସୁସଂଯୋଜିତ। ଫଳରେ ଅମଳ ସମୟରେ ପାଳନ ହେଉଥିବା ପର୍ବପର୍ବାଣି ସେମାନଙ୍କର ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ। ଭୂଇଁଆ ପୋଷାକ ଏବଂ ଅଳଙ୍କାର ସରଳ କିନ୍ତୁ ଆକର୍ଷଣୀୟ। ମହିଳାମାନେ ରଙ୍ଗୀନ ଲୁଗା ପିନ୍ଧନ୍ତି ଏବଂ ରୂପା ଓ ଅନ୍ୟାନ୍ୟ ଧାତୁରେ ତିଆରି ଅଳଙ୍କାରରେ ନିଜକୁ ସଜେଇଥାନ୍ତି। ସେମାନଙ୍କର ପାରମ୍ପରିକ ନୃତ୍ୟ ଓ ଗୀତରେ ସେମାନେ ଜୀବନର ସୁଖ, ଦୁଃଖ ଓ ଆଶା ଆକାଂକ୍ଷା ପ୍ରତିଫଳିତ ହୋଇଥାଏ। ଭୂଇଁଆମାନେ ପ୍ରକୃତିର ପୂଜାରୀ। ସେମାନେ ଜଙ୍ଗଲ, ପାହାଡ଼, ନଦୀ ଓ ଭୂମିକୁ ଦେବତା ଭାବରେ ପୂଜିଥାନ୍ତି। ସେମାନଙ୍କର ଧାର୍ମିକ ବିଶ୍ୱାସରେ ଗ୍ରାମ ଦେବତୀ ଓ ଧରଣୀ ପେନୁ ବା ମାଟି ଦେବତାଙ୍କର ଏକ ବିଶେଷ ସ୍ଥାନ ରହିଅଛି। ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେମାନେ ଦେବତାମାନଙ୍କୁ ପୂଜା କରିଥାନ୍ତି। ଜୁଆଙ୍ଗ ଓ ଭୂଇଁଆ ଉଭୟ ଜନଜାତିର ନିଜସ୍ୱ ସାମାଜିକ ଗଠନ, ନ୍ୟାୟ ପ୍ରଣାଳୀ ଓ ଶାସନ ପଦ୍ଧତି ରହିଅଛି, ଯାହା ସେମାନଙ୍କ ଗ୍ରାମଗୁଡ଼ିକରୁ ସୁଚାରୁ ରୂପେ ପରିଚାଳିତ ହୋଇଥାଏ। ଆଧୁନିକତାର ସ୍ପର୍ଶ ସତ୍ତ୍ୱେ ସେମାନେ ନିଜ ମୂଳ ପରମ୍ପରାକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଆଜି ଜୁଆଙ୍ଗ ଓ ଭୂଇଁଆ ସମ୍ପ୍ରଦାୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ପଥରେ ଆଗକୁ ବଢ଼ୁଛନ୍ତି। ସରକାରୀ ଯୋଜନା ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସହାୟତାରେ ସେମାନେ ନିଜ ଜୀବନ ଧାରଣର ମାନ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ସେମାନଙ୍କ ପାରମ୍ପରିକ ଜ୍ଞାନ ଏବଂ ପ୍ରକୃତି ସହ ସମ୍ପର୍କ ଆମ ପାଇଁ ସବୁବେଳେ ପ୍ରେରଣାଦାୟକ ହୋଇ ରହିବ। କେନ୍ଦୁଝରର ଜୁଆଙ୍ଗ ଭୂଇଁଆ ଜନଜାତି କେବଳ ଏକ ମାଟିର ପରିଚୟ ନୁହନ୍ତି, ବରଂ ସେମାନେ ଆମ ସଂସ୍କୃତିର ଜୀବନ୍ତ ଉଦାହରଣ। ସେମାନଙ୍କର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବା
ଏବଂ ସେମାନଙ୍କ ବିକାଶରେ ସହଯୋଗ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ମହାନ ଜନଜାତିଙ୍କୁ ସଲାମ। ତେବେ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲିବେନି। ତେବେ ଆଜି ପାଇଁ ଏତିକି, ରହିଲି ବନ୍ଧୁ। ନମସ୍କାର, ଜୟ ହିନ୍ଦ, ଜୟ ମା ତାରିଣୀ।